ଶ୍ରୀମଦ୍ ଭଗବତ୍ ଗୀତାର ପ୍ରଥମ ଅଧ୍ୟାୟ। ଏଥିରେ ଆରମ୍ଭ ହେଉଛି ଧୃତରାଷ୍ଟ୍ରଙ୍କ ପ୍ରଶ୍ନରେ। ସେ ଜାଣିବାକୁ ଚାହୁଁଛନ୍ତି କି ଯୁଦ୍ଧରେ କ'ଣ ହେଉଛି, ତାଙ୍କ ପୁତ୍ର ଦୁର୍ଯ୍ୟୋଧନ ଓ ପାଣ୍ଡୁପୁତ୍ରଗଣଙ୍କ ସେନା କ'ଣ କରୁଛନ୍ତି। ଆସନ୍ତୁ ଶୁଣିବା ଅର୍ଜୁନ ବିଷାଦ ଯୋଗ। ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାୟଜୁଷବଃ ମାମକାଃ ପାଣ୍ଡବାଶ୍ଚୈବ କିମ କୁର୍ବତ୍ ସଞ୍ଜୟ। ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପଚାରୁଛନ୍ତି, ଧର୍ମଭୂମି କୁରୁକ୍ଷେତ୍ରରେ ଏକତ୍ର ହୋଇଥିବା ମୋର ଏବଂ ପାଣ୍ଡବଙ୍କ ପୁତ୍ର କ'ଣ କରୁଛନ୍ତି। ଧୃତରାଷ୍ଟ୍ର ଅନ୍ଧ ଥିଲେ, ପରନ୍ତୁ ମନରୁ ସେ ଅନ୍ଧ ନଥିଲେ। ସେ ଜାଣିଥିଲେ ସେ ଧର୍ମ ସହ ନାହାନ୍ତି। ଧର୍ମ ସେଇଠି ଥାଏ ଯେଉଁଠି ଶ୍ରୀକୃଷ୍ଣ ଥାଆନ୍ତି। ସେ ପୁତ୍ର ମୋହରେ ଶାନ୍ତି ବଦଳରେ ଯୁଦ୍ଧକୁ ଚୟନ କରିଥିଲେ, ପରନ୍ତୁ ସେ ଜାଣିଥିଲେ ଏ ଯୁଦ୍ଧକୁ ବିଜୟ କରିବା ସହଜ ହେବ ନାହିଁ। ଆମ ଜୀବନରେ ଯେବେ କିଛି ଭୁଲ କରନ୍ତି ଆମେ ଜାଣିଥାନ୍ତି ଆମ କର୍ମର ଫଳ ଆମକୁ ମିଳିବ, ଆଉ ସେଇଟା କେବେ ବି ଭଲ ନଥାଏ। ଏମିତି ହିଁ ଧୃତରାଷ୍ଟ୍ରଙ୍କ ସହିତ ବି ହେଲା। ତାଙ୍କ ମନରେ ସେ ଡର ଏବଂ ଆଶଙ୍କା ସବୁ ଦେଖିବାକୁ ମିଳିଥିଲା।